ରାୟ ସିଂହର ଡାଏରୀ ଲେଖକ ଶ୍ରୀ ମନୋଜ ଦାସ 19/7/58 ରାତି 10ଟା। ବଡ଼ ଚମତ୍କାର କୋଠରୀରେ ଆସି ମୁଁ ରହିଛି। 2 ମହଲାର ଏଇଟି ବେଶ୍ ନିଛାଟିଆ। ଠିକ୍ ତଳେ ମାତ୍ର କେତେ ହାତ ଦୂରରେ ସମୁଦ୍ର। ଅବଶ୍ୟ ସମୁଦ୍ର ଇମିତି ଘୋ ଘୋ ହେବାର ବିଶେଷ କିଛି ଅର୍ଥ ନାହିଁ। ବିଶେଷ କିଛି ଅର୍ଥ ନାହିଁ ବୋଇଲେ କିଛି ଅର୍ଥ ନାହିଁ। ଗତକାଲି ରାତି 10ଟା ବେଳେ ପୁରୀ ଷ୍ଟେସନରେ ଏତେ ବେଶୀ ଆଲୁଅ ଜଳିବାର ବି କିଛି ଅର୍ଥ ନଥିଲା। ମୁଁ ଫାଷ୍ଟ କ୍ଲାସରୁ ଓହ୍ଲାଇ ଠିକ୍ ଲକ୍ଷ୍ୟ କରି ଦେଖିଛି, ସେକେଣ୍ଡ କ୍ଲାସରୁ ଝିଅଟିର ସ୍ୱାମୀ ତଳକୁ ଆସି ଆଗ କୁଲି କୁଲି ବୋଲି ପାଟି କଲା। ପ୍ରଥମେ ଝିଅଟି ଓହ୍ଲାଇଲା ନାହିଁ କାହିଁକି? ଏହାର ତାତ୍ପର୍ଯ୍ୟ କ'ଣ? ଅତି ସ୍ପଷ୍ଟ। ଅର୍ଥାତ୍ ଝିଅଟିର ମୋଟେ ଇଚ୍ଛା ନଥିଲା ଗାଡ଼ିରୁ ଆସିବା ପାଇଁ। ସେ ଚମ୍ପଟ ଦେଇଥାନ୍ତା। ଅବଶ୍ୟ ପୁରୀ ପରେ ଆଉ ରେଳ ଲାଇନ ଆଗକୁ ଯାଇ ନଥିବା କଥା ସତ୍ୟ। ତଥାପି ସେ ଗାଡ଼ିରୁ ଓହ୍ଲାଇ ନଥାନ୍ତା। କେବଳ ଷ୍ଟେସନରେ ଗୁଡ଼ାଏ ଆଲୁଅ ଥିବା ଯୋଗୁଁ ସେ ବାଧ୍ୟ ହୋଇ ଓହ୍ଲାଇଲା। ମୋ କୁଲି ଯେତେବେଳେ ମୋ ଆଗେ ଆଗେ ସେମାନଙ୍କ ପାଖ ଦେଇ ମୋ ସୁଟକେଶଟି ଧରି ଚାଲିଗଲା, ଝିଅଟି ସୁଟକେଶ ଉପରକୁ ଅନାଇ ପଢ଼ି ନେବାର ମୁଁ ସ୍ପଷ୍ଟ ଦେଖିଛି। ସୁଟକେଶ ଉପରେ H. ରାୟ ସିଂ ନ ଲେଖି ପୂରା ନାମ ଲେଖିବା ଉଚିତ ଥିଲା ବୋଲି ମୁଁ ମନେ କରେ ଏବଂ ତଳେ ଜମିଦାର ମହାଦୁର୍ଗାପୁର ବୋଲି ଲେଖିଦେବା ଦରକାର। ଆଉ ଗୋଟାଏ ଭୁଲ ହେଲା। ମୁଁ ତା ପାଖ ଦେଇ ଆସିଲା ବେଳେ ଯେଉଁ ପ୍ରକାର ସିଗାରେଟରେ ଟାଣଟିଏ ଦେବି ବୋଲି ସ୍ଥିର କରିଥିଲି, ତହିଁର ବ୍ୟତିକ୍ରମ ହୋଇଛି। ନିଜକୁ ନିଜେ ପର୍ଯ୍ୟାଲୋଚନା କରି ଏସବୁ ଦୁର୍ବଳତା ଦୂର କରିବା ଯଥାର୍ଥ ହେବ ବୋଲି ମୁଁ ଅନୁଭବ କରୁଛି। 20/7/58 ରାତି 12ଟା। ଆଜି ଆକାଶ ମେଘାଚ୍ଛନ୍ନ ରହିଥିଲା। ମୋ ହୋଟେଲର ପଡ଼ୋଶୀ ଇଦାନୀ ହୋଟେଲରୁ ସେ ଦୁହେଁଯାକ ସକାଳେ ବାହାରି ମୋ ହୋଟେଲ ଆଗ ଦେଇ ଧୀରେ ଧୀରେ ବୁଲୁଥିଲେ। ঈଷତ୍ କୁହୁଡ଼ି ଘୋଟି ରହିଥିଲା। ମୋର ମନେହେଲା, ଆମ ହୋଟେଲ ଆଗ ଦେଇ ଯିବାବେଳେ ଝିଅଟି ହୋଟେଲ ଆଡ଼କୁ ଥରେ ଅନାଇଥିଲା। କାହିଁକି? ବିନା କାରଣରେ କିଛି ହୁଏନା। ସେ ଜାଣିଥିବ ମୁଁ ଏଠାରେ ଅଛି। କେମିତି ଜାଣିବ? ସେ ତେବେ କାହିଁକି ହୋଟେଲ ଆଡ଼କୁ ଅନାଇଲା? କେବଳ ସେତିକି ନୁହେଁ, ଅନାଇ ଦେଇ ନାକଟା ସୁକ୍ ସୁକ୍ କରି କିଛି ଗୋଟେ ଗନ୍ଧ ବାରୁଥିଲା ବୋଲି ବର୍ତ୍ତମାନ ମୋର ବିଶ୍ୱାସ ହେଉଛି। ସେ ନିଶ୍ଚୟ ମୋ ଘ୍ରାଣ ବାରି ନେଇଛି। ପୁରୀକୁ ମିଶାଇ ସେମାନଙ୍କୁ ମୁଁ 3 ଜାଗାକୁ ଅନୁସରଣ କରି କରି ଆସିଲି। ଯଦି ବି ସେ ମୋତେ ଚିହ୍ନି ନାହିଁ, ତଥାପି ମୋ ଘ୍ରାଣ ବାରି ପାରିନଥିବାର କୌଣସି ଅର୍ଥ ହୁଏନା। ଆଜି ଉପରଓଳି ମୁଁ ଯାଇ ଇଦାନୀ ହୋଟେଲ ଆଗରେ ବହୁତ ସମୟ ଯାଇ ଟହଲ ମାରିଲି। ସେମାନଙ୍କୁ ନ ଦେଖିଲେ ବି ହୋଟେଲର ଦରୱାନ ଫାଟକ ପାଖରେ ବସି ଢୁଳାଉଥିବାର ଦେଖିଲି। ତାର ହଳକଯାକ ନିଶ ଏତେ ପାଚି ଯାଇଛି ଯେ ସେ 6 ମାସ କି ବର୍ଷେ କି ଖୁବ୍ ବେଶୀ ହେଲେ 13-14 ମାସ ଭିତରେ ମରିବା ଛଡ଼ା ଅନ୍ୟ କିଛି କରି ନପାରେ। ତାକୁ ଦେଖି ମୋର ମନେହେଲା, ବିନା କାରଣରେ କିଛି କାର୍ଯ୍ୟ ହୋଇପାରେନା। ଆଜି ମୋର ହୃଦୟ ସେ ଝିଅଟି ପାଇଁ ଏକାନ୍ତ ଆକୁଳ ହୋଇ ଉଠୁଛି। ହାହାକାରର ଗୋଟିଏ ସୀମା ଅଛି, କିନ୍ତୁ ମୋର ହାହାକାର ସେ ସୀମା ଟପି ହୁ ହୁ ବଢ଼ି ଯାଉଛି। 21/7/58 ରାତି 9ଟା। ପ୍ରବଳ ଭାବରେ ମୋତେ ଆଜି ସକାଳଠୁ ଥଣ୍ଡା ଧରିଛି। ଗତ ରାତିରେ ସ୍ୱପ୍ନ ଦେଖିଲି, ଇଦାନିଂ ହୋଟେଲର ଦରୱାନର ଉଭୟ ପାଖ ନିଶରେ 2ଟା ମଲା ଓଧ ବନ୍ଧା ହୋଇ ଓହଳି ପଡ଼ିଛନ୍ତି। ଏଇଟା ଶୁଭ ସ୍ୱପ୍ନ ହେବ ବୋଲି ମୋର ଅନୁମାନ। ଅବଶ୍ୟ 2 ପଟ ସାଂଘାତିକ ପାଚିଲା ନିଶ, ଯାହାକି ଆସନ୍ନ ମୃତ୍ୟୁର ଲକ୍ଷଣ। ତାକୁ ଏମିତି ଦମ୍ଭ ସହକାରେ ନାକ ତଳେ ଫୁଲାଇ ରଖିବାର କିଛି ଅର୍ଥ ନାହିଁ। ଦିନଯାକ ମୋର ଦେହ ଏତେ ଦୁର୍ବଳ ଲାଗୁଥିଲା ଯେ ଖଟ ଉପରୁ ଓହ୍ଲାଇବା ବେଳକୁ ପାଦ ଥରୁଥିଲା। ଭୀଷଣ ଅସ୍ଥିର ଲାଗୁଛି। କିନ୍ତୁ ଆମ ଗଡ଼ର ଦେବୀ ଚାତକେଶ୍ୱରୀ ମୋତେ ସହାୟ ହେଉଛନ୍ତି ଭଳି ଧାରଣା। ଝିଅଟି ଏବଂ ତାର ସ୍ୱାମୀ ପଳାଇ ଯାଇ ନଥିଲେ ରକ୍ଷା। ଝିଅଟି ମୋତେ ନିଶ୍ଚୟ ଭଲ ପାଏ ବୋଲି ଗତ ରାତିର ସ୍ୱପ୍ନରୁ ମୁଁ ଅନୁମାନ କରୁଛି। ତାର ସ୍ୱାମୀ ଏ କଥା ଟିକିଏ ବୁଝିପାରିଲେ ଝିଅଟିକୁ ନେଇ ପୁଣି ପଳାଇଯିବ। ଓଃ, ସେ ଝିଅଟିକୁ ନ ପାଇଲେ ମୁଁ ବଞ୍ଚିପାରିବି ନାହିଁ। ବଞ୍ଚିପାରିବି ନାହିଁ ଅର୍ଥ ମରିଯିବି। ଆଜି ଦେହ ଏବଂ ମନର ଯନ୍ତ୍ରଣା। 22/7/58 ସନ୍ଧ୍ୟା। ଓଃ, ଅସହ୍ୟ ଭୀଷଣ ଜ୍ୱର ଆଜି। ଆଜିଠୁ ଦୈନିକ ମୋର ପରଲୋକଗତ ପିତୃଦେବଙ୍କ ଭଳି 108 ଥର କରି ଚାତକେଶ୍ୱରୀଙ୍କ ନାମ ଲେଖିବି। ଆଜି ଅବଶ୍ୟ ହାତ ଦୁର୍ବଳ ଯୋଗୁଁ 5 ଥର ଲେଖି ସେଥିରେ 22 ଗୁଣନ କରି 2 ବିଯୁକ୍ତ କରିଦେଇଛି। ବଡ଼ କମ୍ପ। ହୋଟେଲବାଲା ଡାକ୍ତର ନେଇ ଆସୁଛି। 25/7/58 ରାତି 12ଟା। 4 ଦିନ ପରେ ମୋ ଦେହ ଆଜି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି। ଓଃ,
ଗତ ପରଦିନ ମୋର କି ଅସହାୟ ଅବସ୍ଥା। ମୋ କୋଠରୀର ଝରକା ତଳକୁ ଅନାଇ ଦେଖେ ତ ଭିକାରୀଟିଏ ଛିଡ଼ା ହୋଇଛି। ତାକୁ ଦେଖିବା ମାତ୍ରେ ମୁଁ ବୁଝିପାରିଲି ଯେ ସେ ଆଉ କେହି ନୁହେଁ, ସେ ଝିଅର ଦୂତ। ନିଶ୍ଚୟ ଝିଅଟି କାନ୍ଦ କଟା କରି ତା ହାତରେ ମୋ ପାଖକୁ କିଛି ଖବର ପଠାଇଛି। ସେ ଯେ ଏୟା କରିବ ଏ ଆଶା ମୁଁ 26 ଘଣ୍ଟା ପୂର୍ବରୁ ହିଁ କରୁଥିଲି। ତାକୁ ଦେଖି ମୋର ପ୍ରାଣ କାନ୍ଦିଲା। ମୁଁ ତଳକୁ ଓହ୍ଲାଇବା ମାତ୍ରେ ଯାଉ ଯାଉ ମୁଣ୍ଡ ବୁଲାଇ ପଡ଼ିଗଲି। ମୋ ଚିତ୍କାରରେ ଚାକର ଦୌଡ଼ି ଆସିବା ମାତ୍ରେ ମୁଁ ତାହା ସାହାଯ୍ୟରେ ସେ ଦୂତଟିକୁ ଡାକାଇ ଆଣିବାକୁ ଚାହିଁଲି, କିନ୍ତୁ ଚାକର ପିଲା ଗଲାବେଳକୁ ତଳେ ସେ ଆଉ ନଥିଲା। ସେ ବା ଅଧିକ ବେଳ କେମିତି ରହନ୍ତା? କିନ୍ତୁ ଆଜି ଉପରଓଳି ଯାହା ଦେଖିଲି, ସେଥିରେ ଆଉ ମନରେ କିଛି ସନ୍ଦେହ ରଖିବା ମୂଢ଼ତା ହେବ। ସେ ଝିଅଟି ତାର ସ୍ୱାମୀ ପାଖରୁ ଖସି ଆସିବା ପାଇଁ ଆପ୍ରାଣ ଚେଷ୍ଟା କରୁଛି। ଆଜି ସେ ଦୁହେଁ ସୂର୍ଯ୍ୟାସ୍ତ ବେଳେ ସମୁଦ୍ର କୂଳରେ ବୁଲୁଥିଲେ। ଝିଅଟିର ଆଖିରେ ଯୁଗ ଯୁଗର ଉଦାସ ଚାହାଣୀ। ଗୋଟିଏ ମୁହୂର୍ତ୍ତରେ ତା ଆଖିରେ ମୋ ଆଖି ପଡ଼ିଯିବା ମାତ୍ରେ ମୁଁ ତାର ଆକୁଳ ନିବେଦନ ହୃଦୟଙ୍ଗମ କରିପାରିଲି। ସେଇ ଯୁବକଟି ବିରୁଦ୍ଧରେ ମୋ ଦାନ୍ତ କଡ଼ମଡ଼ କରି ଉଠିଲା। ଏହାର ଯାହା ହେଉ ଗୋଟିଏ ବିହିତ କରିବାକୁ ହେବ। ମୁଁ କିଛି ହେଲେ ଉପାୟରେ ତାକୁ ଉଦ୍ଧାର କରିବି। ଏଇ ଆଶାରେ ହିଁ ଝିଅଟି ପୁରୀରେ ଏତେ ଦିନ ଅଟକି ରହିଛି। ଆଉ ବେଶୀ ଦିନ ବିଳମ୍ବ ନାହିଁ। ହେ ମୋର ଅଜଣା ଅଥଚ ଯୁଗ ଯୁଗ ପରିଚିତା ପ୍ରେମିକା, ମୁଁ ଶପଥ ନେଉଛି ତୁମକୁ ଉଦ୍ଧାର କରିବି। 26/7/58 ରାତି 11ଟା। ଉଦ୍ଧାର ନ କଲେ ମୋ ନିଜ ଜୀବନରେ ବି ଆଉ କିଛି ଆଶା ନାହିଁ। ଆଜିର ଘଟଣା ପରେ ମୋ ପକ୍ଷରେ ସାମାନ୍ୟ ବିଳମ୍ବ ମଧ୍ୟ ଭୀରୁତା। ଆଜି ସେ ଦୁହେଁ ପୁଣି ବୁଲି ବାହାରିଥିଲେ। ମୁଁ କିଛି ଦୂରତା ରଖି ସେମାନଙ୍କୁ ଅନୁସରଣ କରୁଥିଲି। ଆଶ୍ଚର୍ଯ୍ୟ ହେଉ ଦେଖୁଥିଲି ଯେ ତରୁଣୀଟି ତାର ସ୍ୱାମୀ କାନ୍ଧରେ ଖୁବ୍ ଜୋରରେ ଭରା ଦେଇ ଥରେ ଥରେ ପ୍ରାୟ ଝୁଲି ପଡ଼ିବା ଭଳି ଚାଲୁଥିଲା। ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଏହା ବାଗରେ ପାଇଲେ ତରୁଣୀଟି ତା ସ୍ୱାମୀର ବେକ ମୋଡ଼ି ମାରିଦେବାକୁ ଚାହୁଁଥିଲା। ଏ ଦୃଶ୍ୟ ମୋ ଛାତିରେ ନିଆଁ ଭଳି ଚାଉଁକିନା ଲାଗିଲା। ଏକ ଦୁଃସହ ପରିସ୍ଥିତି ଭିତରୁ ଝିଅଟିକୁ ମୁକ୍ତି ଦେବାକୁ ପଡ଼ିବ। ମୋର ଦୈନନ୍ଦିନ କାର୍ଯ୍ୟକ୍ରମ, ସ୍ୱପ୍ନ ସବୁ ଭିତରେ ଅସ୍ଥିର ପ୍ରଦାହ। ୟାର ସମାଧାନ କରିବାକୁ ହେବ। 27/7/58 ରାତି 2ଟା। ଦିନଯାକ ଏବଂ ଏ ପର୍ଯ୍ୟନ୍ତ ଦେହରେ ସାମାନ୍ୟ ଉତ୍ତାପ ରହିଛି। ଏହି ମୁହୂର୍ତ୍ତରେ ମୁଁ ଏକ ଚୂଡ଼ାନ୍ତ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଗ୍ରହଣ କଲି। ଯୁବକଟିକୁ ଗୁଳି କରି ମାରିଦେବି। ଆଗାମୀକାଲି ଏ ସିଦ୍ଧାନ୍ତ କାର୍ଯ୍ୟକାରୀ ହେବ। ଆଜି ସମଗ୍ର ଦିନ ସମୁଦ୍ରର ଗର୍ଜନରେ, ପବନର ପ୍ରତ୍ୟେକ ସ୍ପର୍ଶରେ ମୁଁ ସେ ଝିଅଟିର ଆକୁଳ କ୍ରନ୍ଦନ ଶୁଣୁଛି। ଏହା ଅସହ୍ୟ। 28/7/58 ରାତି 12ଟା। ମୋ ସିଦ୍ଧାନ୍ତ କାର୍ଯ୍ୟକାରୀ ହୋଇଛି। ସମଗ୍ର ଦିନ ଝରକା ପାଖରେ ବନ୍ଧୁକରେ ଗୁଳି ଭର୍ତ୍ତି କରି ଅପେକ୍ଷା କରିବା ପରେ ସନ୍ଧ୍ୟାର କିଛି ପରେ ଛାଇ ଆଲୁଅରେ ଏକୁଟିଆ ସେ ଯୁବକଟି ବାଲି ଉପରେ ଚାଲି ଚାଲି ଆସୁଥିବାର ଦେଖିଲି। ସେ ହୁଏତ ମୋର ଉଦ୍ଦେଶ୍ୟ ବୁଝିପାରିଲା। ତା ଆଖିରେ ଥିଲା ଉନ୍ମାଦ ହିଂସା। ମୋତେ ହତ୍ୟା କରିବା ପାଇଁ ସେ ଦୃଢ଼ ନିଶ୍ଚିତ ଥିଲା। ଏଥିରେ ସନ୍ଦେହର ଅବକାଶ ନାହିଁ। ତା ଚାଲିରେ ପ୍ରତି ମୁହୂର୍ତ୍ତକରେ ଫୁଟି ଉଠୁଥିଲା ଆସ୍ପର୍ଦ୍ଧା ଓ ପ୍ରତିହିଂସାର ତୃଷ୍ଣା। ମୁଁ ବନ୍ଧୁକ ଉଠାଇ ଲକ୍ଷ୍ୟ ଠିକ୍ କଲି। ଠିକ୍ ତାର ମୁଣ୍ଡକୁ। ଉପର୍ଯ୍ୟୁ ପରି 2 ଥର ଗୁଳି କଲି। ସେ ଓଲଟି ପଡ଼ି ଥରେ 2 ଥର ଆର୍ତ୍ତନାଦ କଲା। ଓଃ, କି ଶାନ୍ତି! ମୁଁ ଶୋଇପଡ଼ିବାକୁ ଯାଉଥିଲି। କେତେ ମିନିଟ୍ ପରେ ହୋଟେଲର ମାଲିକ ଏବଂ ଅନ୍ୟ 2-3 ଜଣ ଆସି ମୋ କବାଟରେ ଖଟ୍ ଖଟ୍ କରି ବିରକ୍ତ କରିବାକୁ ଲାଗିଲେ। ସେମାନେ କହିଲେ, ମୁଁ ହୋଟେଲର ଆଶ୍ରିତ କୁକୁରଟିକୁ ଅକାରଣରେ ଗୁଳି କରି ମାରିଦେଇଛି। ହୋଟେଲ ମାଲିକ ତାର ଉତ୍ତେଜନାକୁ ପ୍ରବଳ ଭାବରେ ଚାପି ରଖିଥିଲା। ମୁଁ ସଙ୍ଗେ ସଙ୍ଗେ ବିଛଣା ତଳୁ 100 ଟଙ୍କିଆ ନୋଟ୍ 5 ଖଣ୍ଡ କାଢ଼ି ଫିଙ୍ଗିଦେଲି। ସେମାନେ ଚୁପ୍ ଚୁପ୍ ଚାଲିଗଲେ, ଟଙ୍କା ଗଣି ଗଣି। ବଡ଼ ପ୍ରଶାନ୍ତିରେ ଆଖିରେ ମୋର ନିଦ ଘାରି ଆସୁଛି। କୁକୁରକୁ ମୁଁ ଗୁଳି କରି ମାରିଛି ବୋଲି କହିବା ଦ୍ୱାରା ସେମାନେ ଅବଶ୍ୟ ମୋତେ ଅପମାନିତ କଲେ, କିନ୍ତୁ ସେମାନଙ୍କ କଥାରେ ମୁଁ ପ୍ରତାରିତ ହେବାର କିଛି ଅର୍ଥ ନାହିଁ। ସେ ଗର୍ବିତ ହିଂସ୍ର ଦୃଷ୍ଟି, ଅହଙ୍କୃତ ଚାଲି, ସେସବୁ ଗୋଟାଏ ଛାର କୁକୁରର ହୋଇନପାରେ। ଆଃ, ନିଦର ଆଗମନ କି ଚମତ୍କାର! 29/7/58 ସନ୍ଧ୍ୟା 7ଟା। ବର୍ତ୍ତମାନ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନେଲି। ଅପୂର୍ବ ଶାନ୍ତିରେ ଦିନଯାକ ବିଛଣାରେ ଶୋଇ ରହିବା ପରେ ଚାକରକୁ ଡାକି ଏବେ ଜିନିଷପତ୍ର ବନ୍ଧାବନ୍ଧି କରିଦେଲି। ଅବଶ୍ୟ ମୁଁ ବୁଝୁଛି, ତରୁଣୀଟି ଅଦମ୍ୟ ଆଗ୍ରହରେ ବର୍ତ୍ତମାନ ମୋ ବାଟକୁ ପ୍ରତି ମୁହୂର୍ତ୍ତରେ ଅନାଇ ରହିଥିବ। କାରଣ ମୁଁ ତାର ମୁକ୍ତିଦାତା। ତାର ଆକୁଳ ପ୍ରତୀକ୍ଷା ସାର୍ଥକ କରିବା ପାଇଁ ସେ ଅସମ୍ଭବ ଭାବରେ ବ୍ୟଗ୍ର ହୋଇ ଉଠୁଥିବ। କିନ୍ତୁ ମୁଁ ଇମିତି ଚୁପଚାପ ଚାଲିଯିବାରେ ସୁନ୍ଦର ସାର୍ଥକତା ଅଛି। ସେ ମୋ ପାଇଁ ଆକୁଳ ହେବାରେ ଭାବରେ କାନ୍ଦୁ,
ଯିଏ ତାକୁ ଯନ୍ତ୍ରଣାର କାରାଗାର ଭିତରୁ ମୁକ୍ତି ଦେଲା, ମୁକ୍ତ ଆକାଶରେ ବିହଙ୍ଗ ରୂପେ ଉଡ଼ିଯିବାର ପଥ ଯିଏ ଉନ୍ମୁକ୍ତ କରିଦେଲା, ତାକୁ କାହିଁକି ସିଏ ଏଡ଼େ ସହଜରେ ପାଇଯିବ? ମୁକ୍ତି ପାଇଁ ସାରା ପୃଥିବୀ ଯାକ ଯିଏ ଅବ୍ୟକ୍ତ କ୍ରନ୍ଦନ ନେଇ ମୋତେ ଖୋଜି ବୁଲୁ, ମୁଁ ଚୁପଚାପ ପୁରୀ ଛାଡ଼ି ଏ ସନ୍ଧ୍ୟା ଗାଡ଼ିରେ ଚାଲିଯିବ। ପଛରେ ରହିଯିବ ଅପୂର୍ବ ପୁଲକମୟ ଏକ ସ୍ମୃତି। ଚମତ୍କାର।